ବିଗତ ଶତାବ୍ଦୀରେ ମନୁଷ୍ୟର ମୁଖ୍ୟ ସଫଳତା ମଧ୍ୟରେ ରହିଛି ତାର ଚନ୍ଦ୍ରପୃଷ୍ଠରେ ଅବତରଣ ଏବଂ ନିଜର ସଂଖ୍ୟା ବୃଦ୍ଧି କରିବାରେ ମୂଷାମାନଙ୍କ ସହିତ ଦୌଡ଼ ପ୍ରତିଯୋଗିତାର ଜିତାପଟରେ ମଣିଷ। ଗୋଟେ ପଟେ ଉନ୍ନତ ଜ୍ଞାନ କୌଶଳ, ଉନ୍ନତ ଚିକିତ୍ସା ବିଜ୍ଞାନ ତଥା ଖାଦ୍ୟ ବସ୍ତ୍ର ବାସଗୃହର ପ୍ରାଚୁର୍ଯ୍ୟତା ପାଇଁ ମଣିଷର ମୃତ୍ୟୁ ହାର ହ୍ରାସ ପାଉଅଛି ଏବଂ ଅନ୍ୟପଟେ ମନୁଷ୍ୟ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଅଛି। ଶତାବ୍ଦୀର ଶେଷ 300 ବର୍ଷ ମଧ୍ୟରେ ପୃଥିବୀର ଜନସଂଖ୍ୟା ଅସମ୍ଭବ ଭାବରେ ଦ୍ରୁତ ହାରରେ ବୃଦ୍ଧି ପାଇବାରେ ଲାଗିଅଛି। ଯଦି ବର୍ତ୍ତମାନ ହାରରେ ଜନସଂଖ୍ୟା ବଢ଼ି ଚାଲେ, ତେବେ ଏହି ପୃଥିବୀରେ ମନୁଷ୍ୟ ବଞ୍ଚି ରହିବା ତ ଦୂର କଥା, ପାଦ ଥୋଇବାକୁ ସ୍ଥାନ ପାଇବ ନାହିଁ ମଣିଷ। ପରିଶେଷରେ ଦ୍ରୁତ ଅବକ୍ଷୟ ସହିତ ସମସ୍ତ ପ୍ରାକୃତିକ ସମ୍ପଦ ଅଚିରେ ଶେଷ ହୋଇଯିବ। ପୃଥିବୀର ବହନ କ୍ଷମତା ବା ଧାରଣ ଶକ୍ତି କ୍ରମଶଃ ହ୍ରାସ ପାଇଯିବ। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟସ୍ତ ଘଟି ତଥା ଖାଦ୍ୟ ପାନୀୟ ବାସଗୃହ ପରି ମୌଳିକ ଆବଶ୍ୟକତାର ଅଭାବକୁ ମୁକାବିଲା କରି ନ ପାରି କୋଟି କୋଟି ମନୁଷ୍ୟ ପୋକ ମାଛି ପରି ମରିଯିବେ। ଯେପରି ଆଫ୍ରିକା ମହାଦେଶର ଇଥିଓପିଆ, ସୋମାଲିଆରେ ନିକଟ ଅତୀତରେ ସଂଘଟିତ ହୋଇଥିବା ଘଟଣାର ପୁନରାବୃତ୍ତି ନ ଘଟେ, ସେଥିପ୍ରତି ଯତ୍ନଶୀଳ ହେବା ଆବଶ୍ୟକ। ଏହିପରି ଗୁରୁତର ପରିସ୍ଥିତିରେ ବର୍ତ୍ତମାନ ଜନସଂଖ୍ୟା ନିୟନ୍ତ୍ରଣ, ଜନହାର ନିୟନ୍ତ୍ରଣ, ମାଟି, ପାଣି, ପବନର ସଂରକ୍ଷଣ ତଥା ସୀମିତ ବ୍ୟବହାର, ପ୍ରାକୃତିକ ସମ୍ପଦର ସଂରକ୍ଷଣ ଏକାନ୍ତ ଅପରିହାର୍ଯ୍ୟ ହୋଇପଡ଼ିଛି। କିନ୍ତୁ ମନୁଷ୍ୟ ପୃଥିବୀର ଖାଦ୍ୟ ଚକ୍ରରେ ସବୁଠାରୁ ଶୀର୍ଷ ସ୍ଥାନ ଦଖଲ କରୁଥିବା ତଥା ଅତ୍ୟନ୍ତ ନିର୍ଭରଶୀଳ ପ୍ରାଣୀ, ତେଣୁ ପୃଥିବୀର ସମସ୍ତ ଜୈବ ସାଧନକୁ ଅତ୍ୟନ୍ତ ଲୋଭୀ ଭାବରେ ନିଜେ ଏକାକୀ ଉପଭୋଗ ନ କରି ସମସ୍ତ ଜୀବଜଗତ ସହିତ ସମାନ ଭାବରେ ଉପଭୋଗ କରିବା ଉଚିତ। ମନୁଷ୍ୟ ଚରିତ୍ରର ଏହି ପରିବର୍ତ୍ତନ ହିଁ ଏ ଧରାପୃଷ୍ଠର ଜୀବଜଗତକୁ ଏକ ନିଶ୍ଚିତ ବିପର୍ଯ୍ୟସ୍ତ ମୁଖରୁ ରକ୍ଷା କରିପାରିବ।